ବୁଧଙ୍କ ଗୋଚର। ଜ୍ୟୋତିଷ ଶାସ୍ତ୍ରରେ ବୁଦ୍ଧିତର୍କ, ବ୍ୟବସାୟ ଏବଂ ସମ୍ପାଦର କାରକ ଗ୍ରହ ବୁଧଙ୍କ ରାଶି ପରିବର୍ତ୍ତନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ଦୁକ୍ ପଞ୍ଚାନ ଅନୁସାରେ ଅଗଷ୍ଟ 5ରେ ବୁଧଦେବ ମିଥୁନ ରାଶିରୁ ବାହାରି ଚନ୍ଦ୍ରଙ୍କ ରାଶି କର୍କଟକୁ ଗୋଚର କରିବାକୁ ଯାଉଛନ୍ତି। ସେ ଏହି ରାଶିରେ ଅଗଷ୍ଟ 22 ପର୍ଯ୍ୟନ୍ତ ଅବସ୍ଥାନ ରହିବେ। କର୍କଟ ହେଉଛି ଜଳତର୍କର ରାଶି, ତେଣୁ ବୁଧଙ୍କ ଏହି ଭାବପ୍ରବଣତା ରାଶିକୁ ଆଗମନ ଲୋକଙ୍କ ଚିନ୍ତାଧାରା, କାର୍ଯ୍ୟଶୈଳୀ ଏବଂ କଥାବାର୍ତ୍ତାର ଢଙ୍ଗକୁ ପ୍ରଭାବିତ କରିବ। ବ୍ୟବସାୟ ଏବଂ କ୍ୟାରିୟର ଦୃଷ୍ଟିକୋଣରୁ ବୁଧଙ୍କ ଏହି ଗୋଚର କେତେକ ରାଶି ପାଇଁ ଅତ୍ୟନ୍ତ ଫଳଦାୟୀ ଏବଂ ଧନବାନ କରାଇବାର ଭଳି ସାବ୍ୟସ୍ତ ହେବ। ମିଥୁନ ରାଶି, ଏହି ରାଶିର ବ୍ୟକ୍ତିଙ୍କ ପାଇଁ ବୁଧଙ୍କ ଚଳନ ବେଶ ଫଳଦାୟକ ହେବ। ବୁଧଦେବ ଆପଣଙ୍କ ରାଶିର ସ୍ୱାମୀ ଅଟନ୍ତି ଏବଂ ତାଙ୍କର ଏହି ଗୋଚର ଆପଣଙ୍କ ରାଶିରୁ ଦ୍ୱିତୀୟ ଭାବ ଧନ ବା ବାଣୀରେ ହେବାକୁ ଯାଉଛି ଏବଂ ଆପଣଙ୍କର ଆର୍ଥିକ ସ୍ଥିତିରେ ବଡ଼ ଉନ୍ନତି ହେବାକୁ ଯାଉଛି। ଅଟକି ରହିଥିବା ଟଙ୍କା ଫେରସ୍ତ ମିଳିପାରେ। ବ୍ୟାଙ୍କ ବାଲାନ୍ସ ବୃଦ୍ଧି ପାଇବ। ମାର୍କେଟିଂ, ମିଡ଼ିଆ, ଓକିଲାତି ଏବଂ କଳ୍ପନାକୀ କ୍ଷେତ୍ର ସହ ଜଡ଼ିତ ଲୋକଙ୍କୁ ସେମାନଙ୍କ କଥାବାର୍ତ୍ତା ବଦଳରେ ବଡ଼ ଚୁକ୍ତି ମିଳିପାରେ। ପରିବାର ସଦସ୍ୟଙ୍କ ସହ ସମ୍ପର୍କ ମଜବୁତ ହେବ ଏବଂ କୌଣସି ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବାର ସୁଯୋଗ ମିଳିବ। କନ୍ୟା ରାଶି, ଏହି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ବୁଧଙ୍କ ଏହି ଗୋଚର ଏକାଦଶ ଭାଗ ଆୟ ଏବଂ ଲାଭରେ ହେବାକୁ ଯାଉଛି। ବୁଧ ଆପଣଙ୍କ ରାଶିର ସ୍ୱାମୀ ହେଉଥିବାରୁ ଏହି ସମୟ ଆପଣଙ୍କ ପାଇଁ ବରଦାନ ସଦୃଶ। ଆୟର ନୂଆ ଉତ୍ସ ସୃଷ୍ଟି ହେବ। ପାର୍ଟନର ଟାଇମ୍ କାମ କିମ୍ବା ନିବେଶରୁ ରୋଜଗାର କରିବାକୁ ଭାବୁଥିଲେ ଏହି ସମୟ ଲାଭଦାୟକ ରହିବ। ଚାକିରିଆ ଲୋକଙ୍କୁ କାର୍ଯ୍ୟକ୍ଷେତ୍ରରେ ବଡ଼ ସଫଳତା ମିଳିପାରେ। ବ୍ୟବସାୟୀଙ୍କ ପାଇଁ ବଡ଼ ବିଜନେସ୍ ଡିଲ୍ ଫାଇନାଲ ହେବାର ସମ୍ଭାବନା ଅଛି। ଦୀର୍ଘ ଦିନରୁ ଅଟକି ରହିଥିବା ଯୋଜନା ଗୁଡ଼ିକ ପୂରଣ ହେବ। ତୁଳା ରାଶି, ଏହି ରାଶିର ଜାତକଧାରୀଙ୍କ ପାଇଁ ବୁଧଦେବଙ୍କ ଗୋଚର ଦଶମ ଭାବ କର୍ମ ଭାବରେ ହେବାକୁ ଯାଉଛି। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ କାମର ପ୍ରଶଂସା ହେବ। ସିନିୟରମାନଙ୍କ ସମ୍ପୂର୍ଣ୍ଣ ସହଯୋଗ ମିଳିବ, ଯାହାଦ୍ୱାରା ପଦୋନ୍ନତି କିମ୍ବା ନୂଆ ଦାୟିତ୍ୱ ମିଳିବାର ବାଟ ଫିଟିବ। ନୂଆ ବ୍ୟବସାୟ ଆରମ୍ଭ କରିବାକୁ କିମ୍ବା ବର୍ତ୍ତମାନର କାମକୁ ବଢ଼ାଇବାକୁ ଚାହୁଁଥିବା ଲୋକଙ୍କ ପାଇଁ ଅଗଷ୍ଟ 5ରୁ 22 ପର୍ଯ୍ୟନ୍ତ ସମୟ ଅତ୍ୟନ୍ତ ଅନୁକୂଳ ରହିଛି। ସମାଜ ଓ କାର୍ଯ୍ୟକ୍ଷେତ୍ରରେ ମାନ ସମ୍ମାନ ପାଇବେ। ମୀନ ରାଶି, ମୀନ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ବୁଧଙ୍କ ଏହି ଗୋଚର ପଞ୍ଚମ ଭାବ ଶିକ୍ଷା, ବୁଦ୍ଧି ଏବଂ ସନ୍ତାନରେ ହେବାକୁ ଯାଉଛି। ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା କିମ୍ବା ଉଚ୍ଚ ଶିକ୍ଷା ପାଇଁ ଚେଷ୍ଟା କରୁଥିବା ଛାତ୍ରଛାତ୍ରୀଙ୍କର ଏକାଗ୍ରତା ବୃଦ୍ଧି ପାଇବ ଏବଂ ଶୁଭ ଫଳ ମିଳିବ। ସେୟାର ମାର୍କେଟ, ଲଟେରୀ କିମ୍ବା ଶସ୍ୟ ବଜାର ସହ ଜଡ଼ିତ ଲୋକଙ୍କୁ ହଠାତ୍ ଧନ ଲାଭ ହୋଇପାରେ, କିନ୍ତୁ ନିବେଶ ଭାବିଚିନ୍ତି କରନ୍ତୁ। ସନ୍ତାନ ପକ୍ଷରୁ ଖୁସି ଖବର ମିଳିପାରେ। ପ୍ରେମ ଜୀବନରେ ମଧୁରତା ଆସିବ। ବୁଧଦେବଙ୍କ ଲାଗି ପ୍ରତିକାର ବୁଧଦେବଙ୍କ ଶୁଭ ପ୍ରଭାବରୁ ଆହୁରି ବଢ଼ାଇବା ପାଇଁ ଏହି ସମୟ ମଧ୍ୟରେ ବୁଧବାର ଦିନ ଗାଈକୁ ଘାସ କିମ୍ବା ଭିଜା ହୋଇଥିବା ମୁଗ ଡାଲି ଖାଇବାକୁ ଦିଅନ୍ତୁ। ଏହାଛଡ଼ା ଓମ୍ ଭ୍ରୁ ବୁଧାୟ ନମ ମନ୍ତ୍ର ଜପ କରିବା ବ୍ୟବସାୟ ଏବଂ ବୁଦ୍ଧି ପାଇଁ ଲାଭଦାୟକ ହେବ।